मनोजवमारुततुल्यवेगं जितेन्द्रिय बुद्धिमता वरिष्ठं वातात्मजवानरयूथमुख्यं श्रीरामदूतं शरणं प्रपद्ये। प्रिय भ्राता ओ भग्नीगण, ମୁଁ ଆଜି ଆପଣମାନଙ୍କୁ 2026 ମସିହା ମାର୍ଚ୍ଚ ମାସର ରାଶିଫଳ ସମ୍ପର୍କରେ କହିବାକୁ ଯାଉଛି। ପ୍ରଥମରେ ମେଷ ରାଶି। ସାଧାରଣ ଭାବେ ରୋଗ କଷ୍ଟ କିଛି ଭୋଗ କରୁଥିଲେ ତାହା ଉପଶମ ହେବ। ଉଦରରେ ପୀଡ଼ା କିଛି ଅନୁଭବ କରିବେ। କୌଣସି ସ୍ଥାନରେ ଭୂମି କିଛି କିଣିପାରନ୍ତି। ଅକସ୍ମାତ କିଛି ଧନ ଲାଭ ହେବାକୁ ଯାଉଛି। କୌଣସି ଝିଅ ବା କୌଣସି ସ୍ତ୍ରୀ ଲୋକ ସାଙ୍ଗରେ କିଛି କଳିକଜିଆ ହେବ। ମିଥ୍ୟାରେ ଅପବାଦ ପାଇବେ। ନଥିଲା ସ୍ଥାନରେ ଅନର୍ଥ ସୃଷ୍ଟି ହେବାକୁ ଯାଉଛି। ପକେଟରେ 100 ଟଙ୍କା ଆସିଲେ 150 ଟଙ୍କା ଖର୍ଚ୍ଚ। ଧାର ଉଧାର କରଜ ହେବାକୁ ଯାଉଛି। ସୁଖ ଲାଭ ସହିତ ଧନ ଲାଭ ହେବ। କୌଣସି ଶୁଭ କାମରେ ବନ୍ଧୁବାନ୍ଧବଙ୍କର ମିଳନ ହେବାକୁ ଯାଉଛି। କେତୁଙ୍କର ପ୍ରଭାବରୁ କିଛି ଶୁଭ ଫଳ ପ୍ରାପ୍ତ କରିବାକୁ ଯାଉଛନ୍ତି। ଅଶୁଭତ୍ୱ ଦୂର ପାଇଁ ମା ବଗଳାମୁଖୀ ଦେବତାଙ୍କୁ ପୀତ ପୁଷ୍ପ ସମର୍ପଣ କରନ୍ତୁ। ନିଶ୍ଚିତ ଅଶୁଭତ୍ୱ ଦୂର ହେବ। ଶୁଭ ଫଳ ପ୍ରାପ୍ତ କରିବେ। ବୃଷ ରାଶି। କାର୍ଯ୍ୟସିଦ୍ଧି ଯୋଗ ରହୁଛି। ସମ୍ମାନ ଲାଭ ହେବ। ଶତ୍ରୁ ନାଶ ହେବାକୁ ଯାଉଛନ୍ତି। ସୁଖ୍ୟାତି ଅର୍ଜନ କରିବେ। ସୁଖ ଲାଭ ହେବ। କିଛି ଶୁଭ ଖବର କେଉଁଠାରୁ ହେଲେ ପ୍ରାପ୍ତ ହେବାକୁ ଯାଉଛି। ଧନ ସମ୍ପଦ ଲାଭ ହେବାକୁ ଯାଉଛି। ସାନ ଭାଇ ଓ ଭ୍ରାତାମାନଙ୍କ ସହ ସମ୍ପର୍କ ଭଲ ରହିବାକୁ ଯାଉଛି। ପୁତ୍ର ଜ୍ଞାତି ଓ ତଥା ଦାୟାଦଙ୍କ ସହିତ ଖୁବ୍ ଭଲ ସମ୍ପର୍କ ରହିବ। ନିଜର ଦେହ ଭଲ ରହିବ ନାହିଁ। ବେଳେବେଳେ ଅସୁସ୍ଥତା ଦେଖାଦେବ। ଗୃହରେ ପରିବାର ବର୍ଗରେ କିଛିଟା କଷ୍ଟ ଭୋଗିବାକୁ ଯାଉଛନ୍ତି। ଧନ ସହିତ ମାନ ସମ୍ମାନ କିଛି ଲାଭ ହେବ। ଯଶ କିଛି ମିଳିବାକୁ ଯାଉଛି। କୌଣସି ଶନିବାର କେହି ଜଣେ ବ୍ୟକ୍ତି ଜୀବନୋପାୟ ସମ୍ପର୍କରେ ଆପଣମାନଙ୍କୁ କିଛି ଉପଦେଶ ଦେବେ। ବନ୍ଧୁବାନ୍ଧବ ଲୋକଙ୍କ ଠାରୁ ସାହାଯ୍ୟ ସହାନୁଭୂତି ମଧ୍ୟ ପାଇବାକୁ ଯାଉଛନ୍ତି। କୌଣସି ସ୍ଥାନରେ ଆପଣଙ୍କର ସମ୍ମାନ ନଷ୍ଟ ହେବାକୁ ଯାଉଛି। ଅଶୁଭତ୍ୱ ଦୂର ପାଇଁ ବିଷ୍ଣୁ ଭଗବାନଙ୍କୁ ତୁଳସୀ ଦଳ ସମର୍ପଣ କରନ୍ତୁ। ନିଶ୍ଚିତ ଅଶୁଭତ୍ୱ ଦୂର ହେବ। ଶୁଭ ଫଳ ପ୍ରାପ୍ତ କରିବେ। ମିଥୁନ ରାଶି। ଶୁଭ ଫଳ ପ୍ରାପ୍ତ ହେବାକୁ ଯାଉଛି। ଧନ ମାନ ଓ ଯଶ କିଛି ଲାଭ କରିବେ। କୌଣସି ଏକ କାମରେ କିଛି ହାନି ହେବାକୁ ଯାଉଛି। ମନରେ ଦୁଃଖ ରହିବ। ପୀଡ଼ା କିଛି ଉପଭୋଗ କରିବେ। ନିଜର ଅଧିକାର ପ୍ରାପ୍ତି କୌଣସି ଭୂମି ପରର ହସ୍ତାନ୍ତର ହେବାକୁ ଯାଉଛି। ନୂତନ ବସ୍ତ୍ର ଧାରଣ କରିବାକୁ ଯାଉଛନ୍ତି। ଧନ କିଛି ଲାଭ ହେବ। କିଛିଟା ସୁଖ ଉପଭୋଗ କରିବେ। ଧନ ସହିତ ମାନ ସମ୍ମାନ ଓ ଯଶ କିଛି ଲାଭ କରିବାକୁ ଯାଉଛନ୍ତି। ନିଜର ଘରୁ ବା ବାଟରେ ଘାଟରେ ପକେଟ ମାରୁ ହେବାର ଯଥେଷ୍ଟ ସମ୍ଭାବନା ରହୁଛି। ଅଗ୍ନିର ଭୟ ଦେଖାଦେବ। ନିଜର ଘରେ ବା ବାଟରେ ଘାଟରେ ସର୍ପ ଦେଖିବାକୁ ପାଇବେ। ସେଥିପାଇଁ ସାବଧାନ ରହନ୍ତୁ। ନିଜର ଭାଇ ବା କୁଟୁମ୍ବରେ କୌଣସି ଭାଇ ସାଙ୍ଗରେ କିଛି କଳିକଜିଆ ହେବାକୁ ଯାଉଛି। ମାସର କୌଣସି ବ୍ୟକ୍ତି ବୃଦ୍ଧ ବ୍ୟକ୍ତି କୌଣସି ଦିନ କୌଣସି ଉପଦେଶ ଆପଣଙ୍କୁ ପ୍ରଦାନ କରିବେ। ଅଶୁଭତ୍ୱ ଦୂର ପାଇଁ ମା ଷୋଡ଼ଶୀଙ୍କୁ ଆଖୁ ଖଣ୍ଡ ଭୋଗ କରାନ୍ତୁ। ନିଶ୍ଚିତ ଅଶୁଭତ୍ୱ ଦୂର ହେବ। ଶୁଭ ଫଳ ପ୍ରାପ୍ତ କରିବେ। କର୍କଟ ରାଶି। କାର୍ଯ୍ୟ ବିନାଶ ଯୋଗ ରହୁଛି। ଅର୍ଥ ଲାଭ ସହିତ ମିଷ୍ଟାନ୍ନ ଭୋଜନ କରିବେ। କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ଆଘାତପ୍ରାପ୍ତ ହେବାକୁ ଯାଉଛନ୍ତି। ଦେହ ପୀଡ଼ା ଉପଭୋଗ ହେବ। କିଛିଟା ଧନ ଲାଭ ହେବାକୁ ଯାଉଛି। ବହୁତ ମୋଟା ଆକାରରେ ଖର୍ଚ୍ଚ ରହିବ, କିନ୍ତୁ ତାହା ଯଥା କାମରେ ରହିବ, ଅଯଥା କାମରେ ନୁହେଁ। ଯଥା ପୁରୁଣା ଘର ରିପେୟାରିଂ, ନୂତନ ଘରର ଯୋଜନା, କୌଣସି ଜାଗାରେ କୂପ ବା ଜଳାଶୟ ନିର୍ମାଣ ବା କୌଣସି ଶୁଭ କାମରେ ପଇସା ପତ୍ର ଖର୍ଚ୍ଚ ହେବ। ବୃଦ୍ଧ ପିତାମାତାଙ୍କର ଶାରୀରିକ ଅସୁସ୍ଥତା ରହିବ, ଯଦ୍ୱାରା କି ପଇସା ପତ୍ର ଖର୍ଚ୍ଚ ହେବ। ଦେହ ପୀଡ଼ା ସହିତ ମନ ପୀଡ଼ା ରହିବାକୁ ଯାଉଛି। ମାନ ସମ୍ମାନ ସହିତ ଯଶ କିଛି ହାନି ହେବାକୁ ଯାଉଛି। କୌଣସି ସ୍ଥାନରେ କିଛି ସମ୍ମାନ ଲାଭ କରିବାକୁ ଯାଉଛନ୍ତି। ଅଶୁଭତ୍ୱ ଦୂର ପାଇଁ ମା ଭୁବନେଶ୍ୱରୀଙ୍କୁ ଶ୍ଵେତ ମନ୍ଦାର ସମର୍ପଣ କରନ୍ତୁ। ନିଶ୍ଚିତ ଅଶୁଭତ୍ୱ ଦୂର ହେବ। ଶୁଭ ଫଳ ପ୍ରାପ୍ତ କରିବେ। ସିଂହ ରାଶି। କାର୍ଯ୍ୟ ବିନାଶ ଯୋଗ ରହୁଛି। ପ୍ରତି କଥାରେ ଆଗକୁ ପାଦେ ଓ ପଛକୁ ପାଦେ ହେବାକୁ ହେବ। ମନ ମଧ୍ୟରେ ଏକ ଭୟ ରହିବାକୁ ଯାଉଛି। ଦେହ ଅଧିକ ପରିମାଣରେ ରହିବାକୁ ଯାଉଛି। ପରିବାରରେ ଶୋକର ପୀଡ଼ା ଅନୁଭୂତ ହେବ। ଆତ୍ମାରେ ବିକଳ ଭାବ ରହିବାକୁ ଯାଉଛି। ସ୍ତ୍ରୀଙ୍କର ଶାରୀରିକ ଅସୁସ୍ଥତା ରହିବ।
ଯଦ୍ୱାରା କି ପଇସା ପତ୍ର ଖର୍ଚ୍ଚ ହେବ। ବୃହସ୍ପତିଙ୍କର ପ୍ରଭାବରୁ ପ୍ରାୟତଃ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ସନ୍ତାନ ସନ୍ତତିଙ୍କର ଦେହ ଭଲ ରହିବ ନାହିଁ। ନାନା ପ୍ରକାର କଷ୍ଟ ଭୋଗ କରିବାକୁ ପଡ଼ିବ। ପ୍ରାୟତଃ ଅଧିକାଂଶ କ୍ଷେତ୍ରରେ ମନରେ ଏକ ଭୟ ରହିବାକୁ ଯାଉଛି। କୌଣସି କୁଦୃଷ୍ଟି ନିଜ ଶରୀର ଉପରେ ପଡ଼ି ଶରୀର ଅସୁସ୍ଥତା ରହିବ। ମନ ସର୍ବଦା ଅଶାନ୍ତ ରହିବାକୁ ଯାଉଛି। ଗୃହରେ ବେଳେବେଳେ କଳହ ଲାଗିବାକୁ ଯାଉଛି। କେହି ଜଣେ ବ୍ୟକ୍ତି ଜୀବନ ଉପାୟ ସମ୍ପର୍କରେ କେଉଁ ଦିନ ହେଲେ ଆପଣଙ୍କୁ କିଛି ପରାମର୍ଶ ଦେବାକୁ ଯାଉଛନ୍ତି। ପିତା ଓ ମାତାଙ୍କର ଶୁଭାଶୀର୍ବାଦ ଆପଣଙ୍କ ପ୍ରତି ରହିବାକୁ ଯାଉଛି। ନିଜର ମାମୁଁଙ୍କ ସହିତ ସମ୍ପର୍କ ଭଲ ରହିବ। ବନ୍ଧୁ ଓ ମିତ୍ର ଲୋକମାନଙ୍କର ଆପଣଙ୍କ ପ୍ରତି ଭଲ ସଦ୍ଭାବ ରହିବାକୁ ଯାଉଛି। ନିଜର ବାକ୍ଶକ୍ତି ପ୍ରବଳ ରହିବ। ବିଦ୍ୟା ଦିଗରେ ଭଲ ରହିବାକୁ ଯାଉଛି। ବିବେକରେ ବିଚାର ଶକ୍ତି ପ୍ରବଳ ରହିବାକୁ ଯାଉଛି। କୌଣସି ବାହନ ପ୍ରାପ୍ତ ହେବାକୁ ଯାଉଛନ୍ତି। ଅଳଙ୍କାର କିଛି କିଣାକିଣି କରିବେ। ନିଜର ଆଚାର ବ୍ୟବହାର ଠିକ୍ ରହିବାକୁ ଯାଉଛି। ନିଜର ସ୍ତ୍ରୀଙ୍କ ସହିତ ଭଲ ଭାବ ରହିବାକୁ ଯାଉଛି। ପ୍ରାୟତଃ ଦାମ୍ପତ୍ୟ ସୁଖ ଅନୁଭବ କରିବେ। ଅଶୁଭତ୍ୱ ଦୂର ପାଇଁ ମା ମାତଙ୍ଗୀ ଦେବୀଙ୍କୁ କର୍ପୂରରେ ଆଳତି କରାନ୍ତୁ। ନିଶ୍ଚିତ ଅଶୁଭତ୍ୱ ଦୂର ହେବ। ଶୁଭ ଫଳ ପ୍ରାପ୍ତ କରିବେ। କନ୍ୟା ରାଶି ଧନ ଲାଭରେ ଯୋଗ ରହୁଛି। ସୁଖ ସୌଭାଗ୍ୟ ବୃଦ୍ଧି ହେବ। ମିଠା କଥା ଗୁଡ଼ିଏ ଶୁଣିବାକୁ ପଡ଼ିବ। ଧନ ଲାଭ ସହିତ ଆନନ୍ଦ ଉପଭୋଗ କରିବାକୁ ଯାଉଛନ୍ତି। ଲାଭବାନ ହେବେ। ନିଜର ଓ ପରିବାର ବର୍ଗରେ ଶାରୀରିକ ଅସୁସ୍ଥତା ଲାଗି ରହିବ। ଯଦ୍ୱାରା କି ପଇସା ପତ୍ର ଖର୍ଚ୍ଚ ହେବ। ଶତ୍ରୁ ବୃଦ୍ଧି ଦେଖାଦେବ। ବୃଥା ଭ୍ରମଣ କରିବେ। ଘରେ କିଛି ଅଶୁଭ ଦେଖାଦେବ। ନିଜର ବାହନ ନାଶ ହେବାକୁ ଯାଉଛି। ବନ୍ଧୁବାନ୍ଧବରେ ଅପ୍ରୀତି ସୃଷ୍ଟି ହେବାକୁ ଯାଉଛି। କ୍ଲେଶ ଗୁଡ଼ିଏ ଉପଭୋଗ କରିବେ। ଧନ ସମ୍ପଦ କିଛି ଲାଭ ହେବାକୁ ଯାଉଛି। ମନସ୍ତାପ ରହିବାକୁ ଯାଉଛି। ଧନ ଅଧିକ ପରିମାଣରେ ଖର୍ଚ୍ଚ ହେବାକୁ ଯାଉଛି। ଦୁଃଖ ମଧ୍ୟ ଉପଭୋଗ କରିବେ। ନିଜର ଭ୍ରାତାଜୀଙ୍କ ସହିତ ସମ୍ପର୍କ ଭଲ ରହିବାକୁ ଯାଉଛି। ପୁତ୍ର ପୁତ୍ରୀ ଓ ସ୍ତ୍ରୀଙ୍କ ସହିତ ଖୁବ୍ ଭଲ ସମ୍ପର୍କ ରହିବ। ନିଜର ଜ୍ଞାତି ବ୍ୟକ୍ତିଙ୍କ ସହିତ ସମ୍ପର୍କ ମଧ୍ୟ ଭଲ ରହିବାକୁ ଯାଉଛି। ଅଶୁଭତ୍ୱ ଦୂର ପାଇଁ ମା କନକ ଦୁର୍ଗାଙ୍କୁ ପୀତ ପୁଷ୍ପ ସମର୍ପଣ କରନ୍ତୁ। ନିଶ୍ଚିତ ଅଶୁଭତ୍ୱ ଦୂର ହେବ। ଶୁଭ ଫଳ ପ୍ରାପ୍ତ କରିବେ। ତୁଳା ରାଶି ଶୁଭ ଫଳ ପ୍ରାପ୍ତ କରିବାକୁ ଯାଉଛନ୍ତି। କାର୍ଯ୍ୟସିଦ୍ଧି ଯୋଗ ରହୁଛି। ନିଜର ଶରୀର ପୀଡ଼ା ରହିବାକୁ ଯାଉଛି। ଶତ୍ରୁମାନେ ନାଶ ହେବେ। କିଛିଟା ଦୁଃଖ ଭୋଗ କରିବାକୁ ଯାଉଛନ୍ତି। ମନ ସଦାସର୍ବଦା ଅଶାନ୍ତି ରହିବ। ଧନ ସମ୍ପଦ ଲାଭ ହେବାକୁ ଯାଉଛି। ବୁଦ୍ଧି ଜ୍ଞାନ ସବୁ ଠିକ୍ ରହିବାକୁ ଯାଉଛି। ପୁତ୍ର ପ୍ରାପ୍ତି ଯୋଗ ରହୁଛି। ସନ୍ତାନ ସନ୍ତତିଙ୍କର ଶାରୀରିକ ଅସୁସ୍ଥତା ରହିବ। ଧନ ସହିତ ମାନ ସମ୍ମାନ ଲାଭ କରିବେ। ଯଶ ଲାଭ ମଧ୍ୟ ହେବ। ମନ ସଦାସର୍ବଦା ବ୍ୟାକୁଳ ରହିବାକୁ ଯାଉଛି। ସୁଖ କିଛି ଉପଭୋଗ କରିବେ। ସମାଜରେ ପୂଜାର ପାତ୍ର ହେବାକୁ ଯାଉଛନ୍ତି। ଅଶୁଭତ୍ୱ ଦୂର ପାଇଁ ମା କମଳାତ୍ମିକା ଦେବୀଙ୍କୁ ନାଲି ପଦ୍ମ ସମର୍ପଣ କରନ୍ତୁ। ନିଶ୍ଚିତ ଅଶୁଭତ୍ୱ ଦୂର ହେବ। ଶୁଭ ଫଳ ପ୍ରାପ୍ତ କରିବେ। ବିଛା ରାଶି ଦୁଃଖ ଆସିବାକୁ ଯାଉଛି। କୌଣସି ମିତ୍ର ଲୋକ ସାଙ୍ଗରେ ସମ୍ପର୍କ ବିଚ୍ଛିନ୍ନ ହେବାକୁ ଯାଉଛି। ମାନ ସମ୍ମାନ ନଷ୍ଟ ହେବାକୁ ଯାଉଛି। ଯଶ ମଧ୍ୟ ହାନି ହେବ। କିଛିଟା ଶୁଭ ଫଳ ପ୍ରାପ୍ତ କରିବାକୁ ଯାଉଛନ୍ତି। ଶତ୍ରୁ ପଛକୁ ରହିବାକୁ ଯାଉଛନ୍ତି। କୌଣସି କାର୍ଯ୍ୟ ଏକ ସିଦ୍ଧି ହେବାକୁ ଯାଉଛି। ଲାଭବାନ ମଧ୍ୟ ହେବେ। ଅସୁସ୍ଥତା ଲାଗି ରହିବ। ଯଦ୍ୱାରା କି ପଇସା ପତ୍ର ଖର୍ଚ୍ଚ ହେବ। କିଛି ସମ୍ପତ୍ତି କେଉଁଠାରୁ ହେଲେ ପ୍ରାପ୍ତ ହେବାକୁ ଯାଉଛି। ଧନ ହାନି ସହିତ ଭୂମି କିଛି ନଷ୍ଟ ହେବ। କୃଷି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଯାଉଛି। ଦେହ ପୀଡ଼ା ସହିତ ମନ ପୀଡ଼ା ରହିବ। ମାନ ହାନି ସହିତ ଯଶ ହାନି ମଧ୍ୟ ହେବ। କେତୁଙ୍କର ପ୍ରଭାବରୁ ସମାଜରେ ପ୍ରତିଷ୍ଠା ଲାଭ କରିବାକୁ ଯାଉଛନ୍ତି। ଅଶୁଭତ୍ୱ ଦୂର ପାଇଁ ମା ବଗଳାମୁଖୀ ଦେବତାଙ୍କୁ ପୀତ ବସ୍ତ୍ର ପିନ୍ଧାଇ ଦିଅନ୍ତୁ। ନିଶ୍ଚିତ ଅଶୁଭତ୍ୱ ଦୂର ହେବ। ଶୁଭ ଫଳ ପ୍ରାପ୍ତ କରିବେ। ଧନୁ ରାଶି ଅଭୟ ଦାନ ହେବ। ଯଶ ପ୍ରାପ୍ତି ହେବାକୁ ଯାଉଛି। ଶାରୀରିକ ପୀଡ଼ା କିଛି ଉପଭୋଗ କରିବେ। କୌଣସି କାର୍ଯ୍ୟରେ ସିଦ୍ଧି ଲାଭ କରିବାକୁ ଯାଉଛନ୍ତି। ଲାଭବାନ ମଧ୍ୟ ହେବାକୁ ଯାଉଛନ୍ତି। କୌଣସି ସ୍ଥାନରେ ଅପମାନ କିଛି ପାଇବେ। ଶତ୍ରୁ ଭୟ ଦେଖାଦେବ। ସୁଖ ମଧ୍ୟ ଉପଭୋଗ ହେବ। ରାଜପୂଜା ପ୍ରାପ୍ତ କରିବେ। ଶାରୀରିକ କ୍ଲେଶ କିଛି ଉପଭୋଗ କରିବେ। ବୁଦ୍ଧି ହାନି ହେବାକୁ ଯାଉଛି। ଚିତ୍ତ ଅସ୍ଥିର ରହିବ। ବନ୍ଧୁବାନ୍ଧବରେ ଅପ୍ରୀତି ସୃଷ୍ଟି ହେବ। ଗୋଟିଏ ସ୍ଥାନରୁ ଅପର ସ୍ଥାନକୁ ସ୍ଥାନାନ୍ତର ହେବାକୁ ଯାଉଛନ୍ତି। ଧନ ସହିତ ମାନବ ଯଶ ଲାଭ କରିବେ। ବାଟରେ ବା ଘାଟରେ ବା ନିଜ ଗୃହରେ ସର୍ପ ଦେଖିବାକୁ ପାଇବେ। ଜୀବନ ଉପାୟ ସମ୍ପର୍କରେ କେହି ଜଣେ ବ୍ୟକ୍ତି ଆପଣଙ୍କୁ କେଉଁ ଦିନ ହେଲେ ପରାମର୍ଶ କିଛି ଦେବେ। ଅଶୁଭତ୍ୱ ଦୂର ପାଇଁ ମା ତାରା ଦେବୀଙ୍କୁ ଦୈନନ୍ଦିନ ରକ୍ତ ଚନ୍ଦନ ଲଗାଇ ଦିଅନ୍ତୁ। ନିଶ୍ଚିତ ଅଶୁଭତ୍ୱ ଦୂର ହେବ।
शुभ फल प्राप्त करेंगे। मकर राशि शुभ फल प्राप्त करने को जाउछंती, नाना सुख उपभोग करेंगे। अधिक परिमाण रे खर्च होगा जाउची, धन लाभ हो, किछि धन दान करने को जाउछंती। धर्म मार्ग प्रति आसक्ति बढ़ा जाउची, नाना रोगर सम्मुखीन होगा जाउछंती। सेथिपाई धन नष्ट मध्य हेब। शुक्रंकर प्रभाव किछि धन लाभ होगा जाउची। कार्य मंगल हो, बहुत संपत्ति प्राप्त होगा जाउची। शत्रु माने नाश हेबे, चित्त विभ्रम रहिबो। पॉकेट रे पैसा पत्र धरी कुआड़े दूर बाट यात्रा करी ताहाकु खर्च करी निराशर फेरिबाकु पड़िबो। स्त्रींकर शारीरिक असुस्थता प्रायतः रहिबो, सेथिपाई किछि पैसा पत्र खर्च होगा जाउची। अशुभत्व दूर पाई माँ कालिका देवी को रक्त मंदार पुष्प समर्पण करंतु, निश्चित अशुभत्व दूर हेबो, शुभ फल प्राप्त करिवे। कुंभ राशि शत्रु पछकु लगी रहिबे, धन लाभ जोग रहुची। कौन सी शुभ काम रे अशुभ सृष्टि होगा जाउची। निज द्वारा कौन सी पशु बा पक्षी बद्ध होगा जाउछंती। अपवाद किछि सुनिबे, कौन सी बंधन रे पड़िबाकु जाउछंती। शरीर पीड़ा किछि रहिबो। बृहस्पतिंकर प्रभाव धन सहित मान सम्मान जस लाभ हेब। शत्रुनाश होगा जाउछंती, किछि भय रहिबाकु जाउची। मन पीड़ा रहिबो। पॉकेट को 100 टंका आसिले 150 टंका खर्च योजना। धार उधार कर्ज किछि रहिबाकु जाउची। आत्मारे किछि विकल भाव जागृत होगा जाउची। निजर ओ परिवार वर्ग रे शारीरिक असुस्थता लगी रहिबो एवं पैसा पत्र खर्च हेबो। मानहानि किछि होई पारे, जस मध्य हानि होगा जाउची। स्त्रींकर शारीरिक असुस्थता लगी रहिबो। बुद्धि ज्ञान विवेक सब ठीक रहिबाकु जाउची। पुत्र प्राप्ति रे योग मध्य रहुची। अशुभत्व दूर पाई माँ कालिका देवींकर मंत्र जप करंतु, निश्चित अशुभत्व दूर हेब, शुभ फल प्राप्त करेंगे। मीन राशि निज द्वारा कौन सी पशु बा पक्षी बद्ध होगा जाउची। अपवाद पाइबे, कौन सी बंधन रे पड़ी पारंती। शरीर पीड़ा रहिबो। कौन सी जिनिस खोजी खोजी पाउनथिले ताहा जे आपनकु मिल जिवो। जो स्थान रे खर्च न होइबा कथा से स्थान रे खर्च हेबो। परिवार रे रोग छाया, रोग और शोकर छाया किछि खेलिबाकु जाउची। क्लेश गुड़े उपभोग करेंगे। कौन सी संपत्ति नष्ट होगा जाउची। मति अस्थिर रहिबाकु जाउची। प्राण पीड़ा रहिबो। जेते बुद्धि विद्या खर्च कले मध्य से काम रे आसीबो नाही। स्वामी स्त्रींकर संपर्क भल रहिबाकु जाउची। उभय उभय को बहुत भल पाइबे। नाना प्रकार कष्ट भोग करने पड़ो। बंधु बांधव अप्रीति सृष्टि हेब। आकस्मिक भाव अपमान पाइबाकु जाउछंती। चित्त अस्थिर रहिबाकु जाउची। धन सहित मानहानि जसहानि होगा जाउची। केतुंकर प्रभाव किछि शुभ फल प्राप्त करने संगे सरकारी स्तर किछि साहाय्य सहानुभूति पाइबाकु जाउछंती। अशुभत्व दूर पाई माँ तारा देवी को पीत पुष्प समर्पण करने संगे कर्पूर रे आरती करंतु, निश्चित अशुभत्व दूर हेब, शुभ फल प्राप्त करेंगे। प्रिय भ्राता ओ भगिनीगण, जदि आपण मानकु यही वीडियो भल लगुए ताले आपण वीडियो को सब्सक्राइब करंतु, शेयर करंतु एवं लाइक मध्यम करंतु।